ସର୍ବବୃହତ ମିଛୁଆ ଦଳ ପ୍ରଥମ ଥର ପାଇଁ କ୍ଷମତାକୁ ଆସୁଛନ୍ତି। ବିକାଶର ସଂଜ୍ଞା କ'ଣ ଏମାନେ ଜାଣନ୍ତି ନାହିଁ। ଏହା ବିନାଶର ଧାରା ଓଡ଼ିଶା ସାରା। ଆଉ 2 ବର୍ଷ ଭିତରେ ଏକ ଅପରାଧ ପ୍ରବଣ ରାଜ୍ୟ ରୂପେ ପରିଗଣିତ ହେଉଛି। 1 ନମ୍ବର ରାଜ୍ୟର ମାନ୍ୟତା ପାଇଛି ସାରା ଦେଶରେ ମହିଳା ଅପରାଧରେ। ଇଣ୍ଟେଲେକ୍ଚୁଆଲ ସେଲ୍ର ଚେୟାରମ୍ୟାନ୍। ଏକ ସର୍ବବୃହତ ମିଛୁଆ ଦଳ ପ୍ରଥମ ଥର ପାଇଁ କ୍ଷମତାକୁ ଆସୁଛନ୍ତି। ବିକାଶର ସଂଜ୍ଞା କ'ଣ ଏମାନେ ଜାଣନ୍ତି ନାହିଁ। ବିକାଶ ପ୍ରତିବଦଳରେ ଓଡ଼ିଶାରେ କେବଳ ବିନାଶର ଧାରା ଚାଲିଛି। ଏହା ବିନାଶର ଧାରା ଓଡ଼ିଶା ସାରା। ଆପଣ ଯଦି ପ୍ରତିଦିନ ଗୋଟେ ରାଜ୍ୟରେ 15 ଜଣ ମହିଳାଙ୍କ ପ୍ରତି ଦୁଷ୍କର୍ମ କରାଯାଏ, ତାଙ୍କ ପ୍ରତି ସଙ୍ଗୀନ ଅପରାଧ କରାଯାଏ, ତାହେଲେ ଆମେ କହିବା ରାଜ୍ୟରେ ବିକାଶ ହୋଇଛି ବୋଲି। ରାଜ୍ୟର ଅର୍ଦ୍ଧାଧିକ ଜନସାଧାରଣ ହେଉଛନ୍ତି ଜନସଂଖ୍ୟାରେ ମହିଳାଙ୍କ ସଂଖ୍ୟା ହେଉଛନ୍ତି 49.2%। ଯଦି ମହିଳାମାନଙ୍କ ସ୍ଥିତି 5 ବର୍ଷର ଛୁଆଠାରୁ 45 ବର୍ଷର ମହିଳାଟିଏ, ସମସ୍ତଙ୍କ ପ୍ରତି ଅପରାଧ ଅତ୍ୟନ୍ତ ଦ୍ରୁତ ଗତିରେ ବଢ଼ି ଚାଲିଛି। ରାଜ୍ୟ 2 ବର୍ଷ ଭିତରେ ଏକ ଅପରାଧ ପ୍ରବଣ ରାଜ୍ୟ ରୂପେ ପରିଗଣିତ ହେଉଛି। 1 ନମ୍ବର ରାଜ୍ୟର ମାନ୍ୟତା ପାଇଛି ସାରା ଦେଶରେ ମହିଳା ଅପରାଧରେ। ଏପରିକି ପ୍ରଧାନମନ୍ତ୍ରୀଙ୍କର ଅତ୍ୟନ୍ତ ନିକଟତମ ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଆଡଭାଇଜର ଜାରି କଲେ ଓଡ଼ିଶାକୁ ନ ଯିବା ପାଇଁ। ଏହା ପରେ କହୁଛନ୍ତି ବିକାଶର ଧାରା। ଦ୍ୱିତୀୟ କଥା ଆସନ୍ତୁ, ଓଡ଼ିଶା ସରକାର ଏଇ କିଛି ଦିନ ତଳେ ପ୍ରଥମରୁ ଦ୍ୱିତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ବହି ଛାପିଲେ। 200 କୋଟି ଟଙ୍କା ଖର୍ଚ୍ଚ କଲେ, କିନ୍ତୁ ବହି ସମ୍ପୂର୍ଣ୍ଣ ଭୁଲ। ଆଇଜାକ୍ ନ୍ୟୁଟନ ଜଣେ ପାଇଲଟ, ଗଣିତ ବହିରେ ରଜଦୋଳି, କର୍ଣ୍ଣାଟକର ଆସେମ୍ବ୍ଲିର ଚିତ୍ର ଓଡ଼ିଶାର ଆସେମ୍ବ୍ଲି ବୋଲି ବିଧାନସଭା ବୋଲି ଦେଖାଯାଉଛି। ଗଞ୍ଜାମ ଜିଲ୍ଲା ପରିବର୍ତ୍ତେ ବ୍ରହ୍ମପୁରକୁ ଏକ ଜିଲ୍ଲା କୁହାଯାଇଛି। ଆଶ୍ଚର୍ଯ୍ୟ କଥା, ଏବେ ଆଜି ମୁଖ୍ୟମନ୍ତ୍ରୀ କହୁଛନ୍ତି ବହିରେ ଯେଉଁ ତ୍ରୁଟି ହେଇଛି ଏହା ଏକ ଷଡ଼ଯନ୍ତ୍ର। ଏବେ ଆସନ୍ତୁ, ଆସୁ ଏଏସ୍ଆଇ ପରୀକ୍ଷା, ସେଥିରେ ଦୁର୍ନୀତି। ଚାଷୀଙ୍କ କହିଥିଲେ କଟନୀ ଛଟନୀ ବନ୍ଦ, 10ରୁ 12 କେଜି କଟନୀ ଛଟନୀ ହେଲା। ଏବେ ବରଗଡ଼ ସମ୍ବଲପୁର ଚାଷୀ ଚିଠି ଲେଖିଲେଣି ଆତ୍ମହତ୍ୟା କରିବୁ। ଓଡ଼ିଶାର ସାରା ଚାଷୀ, ସବୁ ଚାଷୀ ଧାନ ବିକ୍ରି କରିପାରିଲେନି, ତାଙ୍କ ପଇସା ମିଳିଲାନି। ଧାନ ଘରେ ଆଜି ବି ଅଛି। ମିଲର ମାନେ ରାଜୁତି କଲେ। ୟାକୁ ବିକାଶର ଧାରା କହିବା। ଗୋଟାଏ 12 ବର୍ଷ ହେଲା ଶାସନ କରୁଛନ୍ତି, କହୁଛନ୍ତି ଦେଶକୁ ମୁଁ ଉନ୍ନତିରୁ ଉନ୍ନତି ପଥେ ନେଇଯାଉଛି, କିନ୍ତୁ ବର୍ତ୍ତମାନ ଯେଉଁ 100 ଦେଶ ହିସାବରେ 125ଟା ଦେଶକୁ ନେଇକି କହୁଛି ଭାରତର ସ୍ଥାନ 102ତମ ସ୍ଥାନ। ଏହା କ'ଣ କରିବି? ମୁଁ କହିବି ଖାଲି ସେତିକି। ସବୁ କ୍ଷେତ୍ରରେ ଭାରତ ଆଜି ସବୁ ପଛରେ। ଓଡ଼ିଶା ପରିପ୍ରେକ୍ଷୀରେ ମୁଁ ଆଉ 2 ପଦ କହିଦେବା ପାଇଁ ଚାହୁଁଛି। ଓଡ଼ିଶାରେ ଖଣି ଖାଦାନ ଆଗରୁ ଲୁଟ୍ ହେଉଥିଲା, ଏବେ ଅତ୍ୟଧିକ ମାତ୍ରାରେ ଲୁଟ୍ ହେଉଛି। ଆଶ୍ଚର୍ଯ୍ୟ ହେବେ, ଯେଉଁ ଆଇରନ୍ ଓର୍ର ଗ୍ରେଡ୍ 62.5 ଏବେ ତାକୁ 56 ଗ୍ରେଡ୍ ଦେଖେଇ ବିକ୍ରି କରାଯାଉଛି। ରାଜସ୍ୱ କୋଟି କୋଟି ଟଙ୍କା କରି ଲୁଟ୍ ହେଉଛି। 1800 କୋଟି ଟଙ୍କାର ବାଲି ଚୋରା କାରବାର ହେଲା। ରାଜସ୍ୱ କିଏ ହରେଇଲା? ସରକାର ହରେଇଲେ। କିଏ ବାଲି ଚୋରି କରୁଛନ୍ତି? ନା ଓଡ଼ିଶାର ବିଜେପି ଦଳର ବିଧାୟକ। ଆପଣ ସବୁ ଏଇ ଯେଉଁ ଯାଜପୁର ଜିଲ୍ଲାର ପାରଙ୍ଗମ ବିଧାୟକ, ସ୍ୱାଧୀନ ବିଧାୟକ ନାଁକୁ ମାତ୍ର, କିନ୍ତୁ ବିଜେପି ଦଳର ଆଗଧାଡ଼ିର ନେତା ସମସ୍ତେ। ଏବେ ଆସନ୍ତୁ, ଛାତ୍ରମାନଙ୍କ ଅବସ୍ଥା ଏଇଆ। ସ୍କୁଲରେ ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି କଲେନି। କହିଥିଲେ 2 ବର୍ଷ ଭିତରେ 65,000 ନିଯୁକ୍ତି ଦେବେ, 6,500 ନିଯୁକ୍ତି ଦେଇନାହାନ୍ତି। ପୂର୍ବ ସରକାର ଯାହା ନିଯୁକ୍ତି ଦେଇଥିଲେ କହିଥିଲେ ଆସିଲେ ଚିଟ୍‌ଫଣ୍ଡ ଟଙ୍କା ଫେରେଇବେ। ପ୍ରଥମ କଥା, ମନମୋହନ ସାମଲ ଆପଣଙ୍କ ଜିଲ୍ଲା, ଆଜି ରାଜ୍ୟସଭାର ସାଂସଦ ମନମୋହନ ସାମଲଙ୍କର ଗୋଟେ ସପ୍ତାହ ଛାଡ଼ନ୍ତୁ, 2 ବର୍ଷ ହେଇଗଲା। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଲୋକ ତାଙ୍କ ଟଙ୍କା ପାଇଲେ କି? ସାରା ରାଜ୍ୟରେ ଗୋଟିଏ ଅଞ୍ଚଳ କୁହନ୍ତୁ କୋଉଠି ବିକାଶ ହେଇଛି? ସ୍କୁଲରେ ତାଲା ପଡ଼ିଲା। ଉଜ୍ଜ୍ୱଳା ଗ୍ୟାସର ଯେଉଁ ସିଲିଣ୍ଡର ଆଜି ଏବେ 4ଟାକୁ ଆସିଗଲାଣି। ମା ପ୍ରତିଦିନ କାନ୍ଦୁଛି। ଏବେ ସବୁ କଥା ପରେ ଆସୁଛି। ନିଯୁକ୍ତି ନାହିଁ,
ଶେଷରେ ବୁଢ଼ା ବୁଢ଼ୀ ମାନେ ଲାଇନ୍ ଲଗେଇଲେ ବାର୍ଦ୍ଧକ୍ୟ ଭତ୍ତା ପାଇଲେ। 3 ମାସ ପରେ ବାର୍ଦ୍ଧକ୍ୟ ଭତ୍ତା ମିଳିଲା। କୁହାଗଲା କ'ଣ? ଯାନ୍ତ୍ରିକ ତ୍ରୁଟି ହେଇଛି, ସଫ୍ଟୱେରରେ ତ୍ରୁଟି ହେଇଛି, ତାକୁ ରେକ୍ଟିଫାଏ କରାଯାଉଛି। ଓଡ଼ିଶା ସରକାରଙ୍କ ପାଖରେ ପଇସା ନାହିଁ। 2 ବର୍ଷ ଭିତରେ 55,000 କୋଟି ଟଙ୍କା ଋଣ କରିଛନ୍ତି। ମୁଣ୍ଡ ପିଛା ଋଣ ପାଖାପାଖି 34,000 ଟଙ୍କାକୁ ହେଲାଣି। ନିଯୁକ୍ତି ନାହିଁ, କୃଷକ କାନ୍ଦୁଛି, ଛାତ୍ର କାନ୍ଦୁଛି, ସ୍କୁଲକୁ ବହି ଯୋଗାଣ ହେଇପାରୁନାହିଁ, ମହିଳାଟେ ଘରୁ ବାହାରିଲେ ଘରକୁ ଫେରିବ କି ନାହିଁ ଜଣା ନାହିଁ। ପ୍ରତିଦିନ କୋଉଠି ନା କୋଉଠି କିଏ କାହାକୁ ମାରି ଦେଉଛି। ରକ୍ଷକ ଆଜି ଭକ୍ଷକ ଚାଲିଛି। ପୋଲିସ ମତେ ଯିବାକୁ ଲୋକ ଭୟ କରିବ। ଏଫଆଇଆର ନେଇ ଗଲେ ପୋଲିସ ବାଡ଼ଉଛି, ପିଟି ପିଟି ମାରି ଦେଉଛି। ଏଫଆଇଆର ନେଇକି ଗଲେ ଏଭଳି ଶାସନ ବ୍ୟବସ୍ଥା ଓଡ଼ିଶାରେ କେବେ ଦେଖା ଦେଇନଥିଲା। ୟାକୁ ଯଦି ମୋହନ ମାଝୀ ବିକାଶର ଧାରା ବୋଲି କହୁଛନ୍ତି, ଆକୁ ଯଦି ପ୍ରଧାନମନ୍ତ୍ରୀ କହୁଛନ୍ତି ବିକାଶର ଧାରା, ଆକୁ ଯଦି ମହାମହିମ ରାଷ୍ଟ୍ରପତି ମହୋଦୟ ମଧ୍ୟ କହୁଛନ୍ତି ଓଡ଼ିଶାର ବିକାଶର ଧାରା ହେଇଛି, ଏବଂ ରାଇରଙ୍ଗପୁରରେ ଏହି କାର୍ଯ୍ୟକ୍ରମ କରାଗଲା ବେଳେ କେହି ଜଣୁଟିଏ ବି ପଚାରିଲେ ନାହିଁ ରାଇରଙ୍ଗପୁରରେ ଯେଉଁ 4 ଜଣ ଧର୍ଷିତା ଆଦିବାସୀ ମହିଳାଙ୍କ କୋଉଥିପାଇଁ, କାରଣ କ'ଣ, କ'ଣ ଭୁଲ ତ୍ରୁଟି ଥିଲା, ଦୋଷୀ ଦଣ୍ଡ ପାଇଲେ କି ନାହିଁ, ସେ କଥା ପଚାରିଲେ କି ମହାମହିମ? ପଚାରିଲେ ନାହିଁ। ତେଣୁ ଓଡ଼ିଶାରେ ଏଇଭଳି ଯଦି ଆକୁ ଯଦି ଆମେ ବିକାଶ କହୁଛୁ, ତାହେଲେ ଧନ୍ୟବାଦ ଦେବି ଏ ଅପଦାର୍ଥ, ଏ ଅଥର୍ବ, ଏ ଅଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କୁ। ବିକାଶ ପରିବର୍ତ୍ତେ ଓଡ଼ିଶା ଆଜି କାନ୍ଦୁଛି। ଓଡ଼ିଶାର ବିନାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ୟାକୁ ରକ୍ଷା କରିବାକୁ ପଡ଼ିବ। ଓଡ଼ିଶାର ଜନସାଧାରଣ ସମସ୍ତେ ଘରୁ ପଡ଼ିବ। ଯଦି ଓଡ଼ିଶାକୁ ଚାହୁଁଛନ୍ତି, ଓଡ଼ିଶାର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି, ସମସ୍ତଙ୍କୁ ଘରୁ ବାହାରିବାକୁ ପଡ଼ିବ। ଏ ସରକାର ବିରୁଦ୍ଧରେ ଲଢ଼େଇ କରିବାକୁ